ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଭିଡ଼ିଓ ପିଲା ଦେଖନ୍ତୁ ଆଜି ଆମେ ଡିସ୍କସନ୍ କରିବା କଳା ପର୍ଦ୍ଦାର ଆର ପଟେ ଗୋଟେ ଗଳ୍ପଟେ ପଢ଼ିବା ଯେଉଁଟା ଲଙ୍ଗ୍ କୋଶ୍ଚିନ୍ ଫୋର୍ଥ ସେମିଷ୍ଟାର ଓଡ଼ିଆ ଅନର୍ସ ପିଲାଙ୍କ ପାଇଁ ପ୍ଲସ୍ ଥ୍ରୀର ଯେଉଁମାନଙ୍କର ଏକ୍ଜାମ୍ ଅଛି ନିହାତି ଭାବରେ ଦେଖିବେ କୋଶ୍ଚିନ୍ ଆସିବ ଆପଣଙ୍କର କଳା ପର୍ଦ୍ଦାର ଆର ପଟେ। ତ ଦେଖନ୍ତୁ ଆମେ ବୁଝିବା ତା'ର ବିଶେଷ ଆଲୋଚନା କର। ତ ଯେଉଁମାନେ ବି ଏକ୍ଜାମ୍ ଅଛି ନିହାତି ଭାବରେ ଭିଡ଼ିଓକୁ ସମସ୍ତେ ଲାଷ୍ଟ ତक ଦେଖିବେ। ଚ୍ୟାନେଲକୁ ନ ଆସିଥିଲେ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିଯିବେ। ପ୍ରତ୍ୟେକଟି ଲଙ୍ଗ୍ କୋଶ୍ଚିନ୍ ସିଲେକ୍ସନ୍ ଦେଇଛି ସେ ଭିଡ଼ିଓ ଯାଇକି ଦେଖିବେ ପ୍ଲେ ଲିଷ୍ଟରେ ଅଛି। ତ ବୁଝିପାରିଲେ। ତ ଚାଲନ୍ତୁ ଆମେ ଭିଡ଼ିଓକୁ ଫଟାଫଟ ଷ୍ଟାର୍ଟ କରିବା। ଦେଖ କଳା ପର୍ଦ୍ଦାର ଆର ପଟେ ଜଷ୍ଟ ତାଙ୍କର ଆମେ ଯେଉଁଟା ଶାନ୍ତନୁ କୁମାର ଆଚାର୍ଯ୍ୟ ଲେଖିଛନ୍ତି ତାଙ୍କର ପରିଚୟ ଟିକେ ଦେବା, ଦେନ୍ ଆମେ ତା'ର ବିଷୟବସ୍ତୁ ଉପରେ ଆଲୋଚନା କରିବା। ତ ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ପ୍ରସିଦ୍ଧ ଗଦ୍ୟ ସ୍ରଷ୍ଟା ଭାବରେ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ଖ୍ୟାତି ସୁବିଦିତ। ତ ଗଳ୍ପ ଉପନ୍ୟାସ ଶିଶୁ ସାହିତ୍ୟ ବିଜ୍ଞାନ ସାହିତ୍ୟର ରଚନାରେ ସେ ଅଜସ୍ର ଯଶସ୍ୱର ଅଧିକାର। ପ୍ରାୟ ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ସେ ସାହିତ୍ୟ ସାଧନାରେ କରିଛନ୍ତି ଜୀବନ ଅତିବାହିତ। ଶାନ୍ତନୁ କୁମାର ଆଚାର୍ଯ୍ୟ 1933 ମସିହା ମେ ମାସ 15 ତାରିଖ କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତ ପିତା ଅନନ୍ତଚରଣ ଆଚାର୍ଯ୍ୟ ଓ ମାତା କୃଷ୍ଣପ୍ରିୟା ଦେବୀ। ତାଙ୍କର ଶିକ୍ଷାଗତ ଯୋଗ୍ୟତା MA-SC। ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ସାହିତ୍ୟ ବ୍ୟକ୍ତିତ୍ୱର ପରିଚୟ ଅତି ତରୁଣ ବୟସରୁ ମିଳିଥିଲା। ସେ କବିତାରୁ ଆପଣାର ସାହିତ୍ୟ ଜୀବନର ପରିଚୟ ଦେଇଛନ୍ତି। ଓଡ଼ିଆ ଗଳ୍ପ ସାହିତ୍ୟକୁ ତାଙ୍କର ଅବଦାନ ମଧ୍ୟ ରହିଛି। ତାଙ୍କର ରଚିତ ଗଳ୍ପ ଗୁଡ଼ିକ ଦେଖନ୍ତୁ ବୋଲେ ମନୋମର୍ମର, ଦୁର୍ବାର ଅଦିନ ବଉଳ, କରଞ୍ଜିଆ ଡାଏରୀ, ଆଦ୍ୟ ସକାଳ, ଚଳନ୍ତି ଠାକୁର। ଦେଖନ୍ତୁ ଚଳନ୍ତି ଠାକୁର ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି, ମନେ ରଖିବେ। ଦୃଶ୍ୟ ଅଦୃଶ୍ୟ ଇତ୍ୟାଦି ତାଙ୍କର ଅନ୍ୟତମ ଗଳ୍ପ ହେଉଛି କଳା ପର୍ଦ୍ଦାର ଆରପଟେ। ତ ମନ ବିଶ୍ଳେଷଣ ଏବଂ ଐତିହାସିକ ସନ୍ଧାନ ତାଙ୍କର ଗଳ୍ପର ଲକ୍ଷଣ ବିଶେଷତ୍ୱ। କଳା ପର୍ଦ୍ଦାର ଆରପଟେ ଗଳ୍ପର ଅନ୍ୟତମ ଚରିତ୍ର ନନ୍ଦଦୁଲା। ତ ଏଇ ଯେଉଁ କଳା ପର୍ଦ୍ଦାର ଆରପଟେ ସେ ମୁଖ୍ୟ ଚରିତ୍ର ଯଦି କୋଶ୍ଚିନ୍ ଆସିବ ମୁଖ୍ୟ ଚରିତ୍ର ହେଉଛି ନନ୍ଦଦୁଲାଲ ହେଲା। କିଏ? ନନ୍ଦଦୁଲାଲ। ତ ଗୋଟିଏ ପ୍ଲେନ୍ ଜର୍ଣ୍ଣିକୁ ନେଇ ଗଳ୍ପଟି ରଚିତ। ଏଇଠି ଆମେ ଗୋଟେ ପ୍ଲେନ୍ ଜର୍ଣ୍ଣି ଯିଏକି ନନ୍ଦଦୁଲାଲ କରୁଛନ୍ତି ତାଙ୍କର ଜର୍ଣ୍ଣିକୁ ନେଇକି এই ଗଳ୍ପ ରଚନା କରାଯାଇଛି। ଯେଉଁଟାକି ନନ୍ଦଦୁଲାଲ ପ୍ଲେନ୍ରେ ବସିଯିବା ମାତ୍ରେ ତା ବାଁ ପାଖରେ କ'ଣ ୱିଣ୍ଡୋ ସିଟ୍ରେ ପ୍ୟାସେଞ୍ଜର ଉପରେ ତାର ଆଖି ଥରେ ଘୁରି ଆସିଲା। ତ ପ୍ୟାସେଞ୍ଜର ଥିଲେ ଜଣେ ବୁର୍ଖା ପିନ୍ଧା ଭଦ୍ର ମହିଳା। ତ ଦେଖନ୍ତୁ ବୁର୍ଖା ପିନ୍ଧା ଭଦ୍ର ମହିଳା କିଏ? ଗୋଟେ ମୁସଲିମ ଲୋକ ହେଇଥିବେ ଯେଉଁଟାକି କଳା ପର୍ଦ୍ଦାର ଆରପଟେ। କଳା ମାନେ କ'ଣ? କଳା ପର୍ଦ୍ଦା ମାନେ କ'ଣ ବୁଝୁଛନ୍ତି ଆପଣମାନେ? କଳା ପର୍ଦ୍ଦା ମାନେ ଜଣେ ବୁର୍ଖା ପିନ୍ଧିଥିବା ମଣିଷଙ୍କର ତାଙ୍କର ମାନେ ଯେଉଁ ଚରିତ୍ର ଯିଏ ଅଛନ୍ତି ହେଲା ମୁସଲିମ ଲୋକଙ୍କ କଥା ଏଠାରେ କୁହାଯାଇଛି। ବୁର୍ଖା ପିନ୍ଧା ଭଦ୍ର ମହିଳା, ଯେଉଁ ପ୍ୟାସେଞ୍ଜର ଥିଲେ ଜଣେ ଭଦ୍ର ମହିଳା ଯେଉଁଟାକି ୟେଲ୍ ସାଇଡ଼୍ରେ କ'ଣ ଏଇଟା ହଁ ୟେଲ୍ ସାଇଡ଼୍ରେ ଆଉ ଜଣେ ଦାଢ଼ିବାଲା ପଗଡ଼ି ପିନ୍ଧା ଲୋକ ବସିଥାନ୍ତି। ତ କୋଶ୍ଚିନ୍ ମଧ୍ୟ ଆସିପାରେ ଯେଉଁ ଏଇଠି ନନ୍ଦଦୁଲାଲଙ୍କ ତାଙ୍କ ଦୁଇ ସାଇଡ଼୍ରେ କିଏ ମାନେ କିଏ ସେ ଦୁଇ ଜଣ ବସିଥିଲେ? ଯେଉଁଟାକି ଜଣେ ବୁର୍ଖା ପିନ୍ଧା ଭଦ୍ର ମହିଳା ଆଉ ଜଣେ ହେଉଛନ୍ତି ଦାଢ଼ିବାଲା ଯେଉଁଟାକି ପଗଡ଼ି ପିନ୍ଧା ଲୋକ ବସିଥାନ୍ତି ହେଲା। ସେଇ ଦୁଇ ସାଇଡ଼୍ରେ ଆଉ ମଝିରେ ବସିଛନ୍ତି କିଏ? ନନ୍ଦଦୁଲାଲ। ତ ସେଇ ଦୁଇ ଜଣ ପ୍ୟାସେଞ୍ଜରଙ୍କ ମଝିରେ ସିଟ୍ ପାଇଥିଲା ନନ୍ଦଦୁଲାଲ ହେଲା। ତ ସେ ଦୁଇ ଜଣ ମଝିରେ ସେ ବସିଥିଲେ। ତ ହଠାତ୍ ତାର ଇଚ୍ଛା ହୋଇଛି ଅନ୍ୟ କେଉଁଠି ସିଟ୍ ଖୋଜି ବସିବ, କିନ୍ତୁ ସେ ପ୍ଲେନ୍ର ପ୍ରତ୍ୟେକ ସିଟ୍ରେ ଯାତ୍ରୀ ବସିଥିଲେ କୌଣସି ସିଟ୍ ଫାଙ୍କା ନଥିଲା। କିନ୍ତୁ ସେ ଭାବୁଛନ୍ତି ଆଉ ଅନ୍ୟ କେଉଁ ମାନେ ସିଟ୍ରେ ଯାଇକି ମୁଁ ବସିବା ପାଇଁ ସେ ଚାହୁଁଛନ୍ତି କି ନନ୍ଦଦୁଲାଲ, କିନ୍ତୁ ସମସ୍ତ ସିଟ୍ ଫାଙ୍କା ନଥିଲା। ତ ଏୟାର ହୋଷ୍ଟେସ୍କୁ ପଚାରିବାରୁ ସେ ମୋତେ କହିଛନ୍ତି ସରି ହେଲା। ଯେତେବେଳେ ସେ ଏୟାର ହୋଷ୍ଟେସ୍କୁ ପଚାରୁଛନ୍ତି କିଛି ସିଟ୍ ମିଳିପାରିବ କି, ଏକ୍ସଟ୍ରା ଅଛି କି, ଏମିତି କିଛି ପଚାରିବାରୁ ସେ କ'ଣ କହିଛନ୍ତି? ସରି କହିଛନ୍ତି। ତ ନନ୍ଦଦୁଲାଲ ନିରାଶ ହୋଇ ପୁଣି ଥରେ କ'ଣ ଆଗ ପଛକୁ ଆଖି ବୁଲାଇଲା ଓ KLM ଏୟାର ଲାଇନ୍ସରେ କ'ଣ 400 ସିଟ୍ରେ ବା କ'ଣ ଏଇଟା 400 ସିଟିଆ ବୋଇଂ A320 ଏୟାର ବସ୍ଟାସରେ ଯେମିତି ଅଂଶ ତାର ଦୃଷ୍ଟିଗୋଚର ହୋଇଥାଏ ସେ ଅଞ୍ଚଳର ଗୋଟାକ ଏଇଟା ଟିକେ ଆପଣଙ୍କ ଦିଶୁନଥିବା ମନକୁ ପଢ଼ି ଦେଉଛି ହେଲା। ଗୋଟାକ ଦିଶୁଥାଏ ଗୋଟାଏ ବନ୍ଧୁକ ଦେଇଛି। ତ କେବଳ ମଣିଷଙ୍କର ମୁଣ୍ଡ ଛଡ଼ା ଆଉ କିଛି ଦୃଷ୍ଟିଗୋଚର ହେଲା ନାହିଁ। ତାର ନିରାଶ ଭାବରେ ବସି ପଡ଼ିଲା ସେ। ତ ନିରାଶ ଦେଖ ଏଇଟା ଟିକେ ବୁଝି ହେଉନି। ଦେଖ ଏଇଟା ଲେଖା ହେଇଛି କଟ୍ ଅଫ୍ ହେଲା, ମାନେ ସରି ଏଇଟା ଟେକ୍ ଅଫ୍। ତ ଏଇଟା ଗୋଟେ ଟେକ୍ ଅଫ୍ ଟାଇମ୍ ଘୋଷଣା ହେଲା। ଯେତେବେଳେ ସେ ବସିଛନ୍ତି ସେତେବେଳେ ଟେକ୍ ଅଫ୍ ଟାଇମ୍ର ଯେଉଁ ଏରୋପ୍ଲେନ୍ର ଟେକ୍ ଅଫ୍ ଟାଇମ୍ର ଘୋଷଣା କଲେ। ତ ନନ୍ଦଦୁଲାଲ ତାର ଅଣ୍ଟା ଚାରିପାଖେ ବେଲ୍ଟ ବାନ୍ଧିଦେଲା ହେଲା। ତାଙ୍କର ବେଲ୍ଟ ମଧ୍ୟ ବାନ୍ଧିଲା। ତ ଅଳ୍ପ ସମୟ ପରେ ବଢ଼ିବାକୁ ଆରମ୍ଭ କଲା କ'ଣ? ରନୱେ ମାନେ ଯେଉଁ ଏରୋପ୍ଲେନ୍ଟା ଟିକେ ସମୟ ପରେ ତାର ରନୱେରେ ଷ୍ଟାର୍ଟ ହୋଇଗଲା। ତ ପ୍ଲେନ୍ ଯାତ୍ରା କରିବା ସମୟରେ ନନ୍ଦଦୁଲାଲ ସୁରକ୍ଷିତ ଭାବରେ
ସଡ଼କ ବସିଥିଲେ ହେଲା, ସୁରକ୍ଷିତ ଭାବରେ ବସିଥିଲେ ବି ଦିନକୁ ଅସୁରକ୍ଷିତ ମନେ କରୁଥିଲେ। କିନ୍ତୁ ସେ ବା ତାଙ୍କୁ ଲାଗୁଥାଏ ଯେ ଯେମିତି ଧରା ପଡ଼ି ଯାଇଛି ଗୋଟାଏ କ'ଣ ମାରଣା ଷଣ୍ଢ ଦୁଇ ସିଂହ ମଝିରେ। ମାନେ ଦୁଇ ଜଣ ମଝିରେ ବସିଥିଲେ, ଯେଉଁ ମୁସଲିମ ଜଣ ଲୋକ ବୁର୍ଖା ପିନ୍ଧା ମହିଳା ଆଉ ଗୋଟେ ଦାଢ଼ିବାଲା, ତାଙ୍କ ମଝିରେ ସେ ବସିଥିଲେ। ସେ କ'ଣ ଲାଗୁଥିଲା କି ତାଙ୍କୁ ଗୋଟେ ମାନେ ଏଇ ଯେଉଁ ମାଗଣାର ଷଣ୍ଢର ଦୁଇ ସିଂହ ମଝିରେ ସେ ବସିଛନ୍ତି ହେଲା। ତ ଖଲିସ୍ତାନ ଆତଙ୍କବାଦୀ ଓ ପାକିସ୍ତାନ ପ୍ଲେନ୍ର ହାଇଜାକର ମାନେ ଭାରତର ବହୁ ସମ୍ମାନଜନକ ଯାତ୍ରୀ ତ ଯାତ୍ରୀବାହୀ ବିଶାଳକାୟ ଏୟାରବସ୍ କନିଷ୍ଠକୁ ଟାଇମ୍ ବମ୍ ସାହାଯ୍ୟରେ ଉଡ଼େଇ ଦେଇଥିଲେ। ତ ମାଧ୍ୟମକାଶ ଆଟଲାଣ୍ଟିକ୍ ମହାସାଗର ଉପରେ 400 ଯାତ୍ରୀଙ୍କ ଚିହ୍ନ ବର୍ଣ୍ଣ ମିଳିନଥିଲା। ତ ଏଇଟା ସେ ଟ୍ରେନରେ ସେ ଯେଉଁ ଏରୋପ୍ଲେନ୍ରେ ବସିକି ସେମାନେ କ'ଣ ଭାବୁଛନ୍ତି, ଯେଉଁ କି ଖଲିସ୍ତାନ ଏବଂ କେଉଁଟା ଖଲିସ୍ତାନ ଏବଂ ଆତଙ୍କ ପାକିସ୍ତାନଙ୍କର ଯେଉଁ ଘଟଣାଟା ପ୍ଲେନ୍ର ଯେଉଁ ଦୁର୍ଘଟଣା କଥା ସେ ଏଠାରେ ମନେ ପକାଉଛନ୍ତି ଯେ ତା'ର ମାନେ କ'ଣ ହେଇଥିଲା ନା ମାନେ ଆକ୍ସିଡେଣ୍ଟରେ ବା ଆଟଲାଣ୍ଟିକ୍ ଯେଉଁଟାକ ମହାସାଗର ଉପରେ ତାରି 400 ଯାତ୍ରୀଙ୍କ ଚିହ୍ନ ବର୍ଣ୍ଣ ମିଳିନଥିଲା। ସେହି ପ୍ଲେନ୍ରେ ଯାତ୍ରା କରୁଥିଲା ନନ୍ଦତୁଲାଙ୍କ ଝିଆରୀ। ତ 14 ବର୍ଷର ସ୍କୁଲ ପଢ଼ୁଆ ଝିଅ ସେହି ପାରିବାରିକ ଟ୍ରାଜେଡ଼ି ଓ ନନ୍ଦତୁଲାର ମନେ ପଡ଼ିଯାଇଛି। ମନେ ମନେ ସେ ବହୁତ ଛଟପଟ ହେଉଛନ୍ତି। ସେ ଯେଉଁ କଥା ସେମାନେ ମନେ ପକାଇଛନ୍ତି, ସେ ମାନେ ପୂର୍ବ ଯେଉଁ ଦୁର୍ଘଟଣା କଥା ତାହା ମନେ ପକାଇ ଏଠାରେ ସେ ମନେ ମନେ ବହୁତ କ'ଣ ହେଉଛି ଛଟପଟ ମଧ୍ୟ ହେଉଛନ୍ତି ନନ୍ଦତୁଲା। ତ ପରବର୍ତ୍ତୀ କ'ଣ ଅଛି ଦେଖ, ପରବର୍ତ୍ତୀ ହେଇଛି ଯେ ସେ 5 ବର୍ଷ ତଳେ ଓଡ଼ିଶାକୁ ଆମେରିକା ଆସିଥିଲେ ହେଲା। ଏଇଟା ପାଇଁ ମନେ ରଖନ୍ତୁ କେତେ ବର୍ଷ ପରେ ସେ ଆମେରିକାରୁ ଓଡ଼ିଶାକୁ ଫେରୁଥିଲେ। ସେ 5 ବର୍ଷରୁ ହେଲା 5 ବର୍ଷ ତଳରୁ ଓଡ଼ିଶାରୁ ଆମେରିକାରେ ଆସିଥିଲା। ଏକ ଆମେରିକା କମ୍ପାନୀରେ ନନ୍ଦତୁଲାର ଇଞ୍ଜିନିୟରିଂ ଭାବରେ କାମ କରେ। ତ ଏଇଟା ମଧ୍ୟ କ୍ୱେଶ୍ଚିନ୍ ଆସିପାରେ କେଉଁଠି ସେ କାମ କରୁଥିଲେ, କେଉଁ ଜାଗାରେ ସେ ଇଞ୍ଜିନିୟରିଂ ଭାବରେ କାମ କରୁଥିଲେ, କେଉଁଠି ଆମେରିକାରେ ହେଲା। ତ 5 ବର୍ଷ ପରେ ସେ ସେହି ପ୍ଲେନ୍ରେ ନିଜ ମାତୃଭୂମିକୁ ଫେରୁଥାନ୍ତି ହେଲା। ଏଇଟା ହେଉଛି ତାଙ୍କର ଯେଉଁ ମାନେ ଓଡ଼ିଶାକୁ ଫେରୁଥିଲେ ଆମେରିକା 5 ବର୍ଷ ପରେ। ତାଙ୍କୁ 30 ବର୍ଷ ପୁରୀ ଯାଇଥିବାରୁ ବିବାହ କରିବା ପାଇଁ ଘରଲୋକ ଖବର ଦେଇ ଡକାଇଛନ୍ତି କାହାକୁ, ନନ୍ଦତୁଲାଙ୍କୁ। ସେମାନେ ହେଉଛନ୍ତି ବୈଷ୍ଣବ ହେଲା। ତ ଡକାଇଛନ୍ତି, ସେମାନେ ହେଉଛନ୍ତି ବୈଷ୍ଣବ ମାନେ ନିରାମିଷା ହେଲା। ବୈଷ୍ଣବ ମାନେ କ'ଣ କୁହାଯାଇଛି, ନିରାମିଷା ବୋଲି କୁହାଯାଇଛି। ତ ବୈଷ୍ଣବ ପରିବାରର ଲୋକେ ଭୀଷଣ ରକ୍ଷଣଶୀଳ। ସେଭଳି ଏକ ରକ୍ଷଣଶୀଳ ପରିବାରରୁ କନ୍ୟାଟିଏ ଆଣି ଆମେରିକାରେ ଚଳିବା ଅନେକ ଅସୁବିଧା ବୋଲି ନନ୍ଦତୁଲା ଜଣାଇଛନ୍ତି। ତ ଏଠାରେ କ'ଣ କୁହାଯାଇଛି, ଯେଉଁ ନନ୍ଦତୁଲା ପାଇଁ ଯେଉଁ ବିବାହ ପାଇଁ ପ୍ରସ୍ତାବ କରାଯାଇଛି, ତ ଯେଉଁ ବିବାହର ଯେଉଁ ପ୍ରସ୍ତାବ ଯେଉଁ ଝିଅ ପାଇଁ କରାଯାଇଛି, ସେ ଝିଅ ହେଉଛନ୍ତି କ'ଣ, ସେ ଝିଅ ତାଙ୍କର ହେଉଛନ୍ତି ବୈଷ୍ଣବ ହେଲା। ସେମାନେ ବୈଷ୍ଣବ ଲୋକ ବୋଲି କୁହାଯାଇଛି ଏବଂ ସେମାନେ ହେଉଛନ୍ତି ନିରାମିଷା ବୋଲି ସେମାନଙ୍କୁ ମଧ୍ୟ କୁହାଯାଇଛି। ଯେଉଁ ବୈଷ୍ଣବ ଲୋକମାନଙ୍କୁ ଯେଉଁ ନନ୍ଦତୁଲା ପାଇଁ ଯେଉଁ ପ୍ରସ୍ତାବ ହେଉଛି, ଯେଉଁ ଝିଅ ପାଇଁ ଦେଖାଯାଇଛି ସେମାନଙ୍କୁ ହେଲା। ତ ଭୀଷଣ ରକ୍ଷଣଶୀଳ ବୋଲି ସେମାନେ ଏଇଠି ବୈଷ୍ଣବ ପରିବାର ଲୋକେ ଭୀଷଣ ରକ୍ଷଣ ବୋଲି ଏଠାରେ କହୁଛନ୍ତି। ସେହିଭଳି ଏକ ରକ୍ଷଣଶୀଳ ପରିବାରର କନ୍ୟାଟିଏ ଆଣି ଆମେରିକାରେ ଚଳିବା ଅନେକ ଅସୁବିଧା ବୋଲି ନନ୍ଦତୁଲା ଏଠାରେ ଜଣାଇଥିଲା। ତ ତା'ର ମାଆ ଫୋନ୍ରେ ତାକୁ ସୂଚନା ଦେଇଥିଲେ ଯେ ତା ପାଇଁ ଗୋଟିଏ କନ୍ୟା ପାତ୍ରୀ ଠିକ୍ କରିଛନ୍ତି। ତା'ର ମାମୁଁ ଝିଅଟିଏ ସ୍ଥାନୀୟ କଲେଜରେ ଜଣେ ଅଧ୍ୟାପିକା ଥିଲେ। ସେଇ ଝିଅଟିର ଦେଖ କ'ଣ କୁହାଯାଇଛି, ସେଇ ଝିଅଟିର ଗୋଟିଏ ଫଟୋଗ୍ରାଫ ତା'ର ମାମୁଁ କ'ଣ ଡାକ ଯୋଗ ତା'ର ପାଖକୁ ପଠାଇଥିଲେ। ଝିଅଟିର ଫଟୋ ଦେଖି ତା'ର ମନରେ ଜାତ ହୋଇଛି ଯେ ଅହେତୁକ ଅନୁରାଗ, ଯାହାକି ତାକୁ ଘରକୁ ଆସିବା ପାଇଁ କ'ଣ ବାଧ୍ୟ କରିଛି। ମାନେ ଏଠାରେ ସେ ଯେଉଁ ଝିଅ ଫଟୋ ମାନେ ଝିଅର ଫଟୋ ଘର ଲୋକ ପଠାଇଛନ୍ତି, ଯେଉଁ ଝିଅ ପାଇଁ ତାଙ୍କୁ ଦେଖା ହେଇଥିଲା ସେ ଝିଅର ଫଟୋ ମଧ୍ୟ ଦେଖାଯାଇ ମାନେ ପଠାଇଛନ୍ତି ଦେଖିବା ପାଇଁ, ଫଟୋ ପଠାଇକି ତାକୁ ଯିବା ପାଇଁ ବାଧ୍ୟ ମଧ୍ୟ ହୋଇଛି ନନ୍ଦତୁଲାର। ତ ପରବର୍ତ୍ତୀ ସମୟରେ କ'ଣ ହୋଇଛି ଦେଖିବା, ସେ ମାନେ ସେଠାରେ ବସିକି ସେ କ'ଣ କରୁଛି, ଲ୍ୟାପଟପ୍ ପଢ଼ିବାର କିଛି ସମୟ ପରେ ମନିଟର ସ୍କ୍ରିନ୍ରେ କ'ଣ ଝଲସି ଉଠିଲା ଏକ ତରୁଣୀର ଚେହେରା। ସେଇ ଚେହେରା ଉପରେ ଧ୍ୟାନ ଦେଇ ସେ କିଛି ସମୟ ବିତାଇବାକୁ ଚେଷ୍ଟା କଲେ। ତ ପ୍ଲେନ୍ରେ କ'ଣ ଡିନର ସର୍ଭିସ୍ ପାଇଁ ସମୟ ହୋଇଯାଇଥିବାରୁ ଖାଦ୍ୟର ମହକ ନାକରେ ବାଜିବାରୁ ନନ୍ଦତୁଲାର ତାଙ୍କ ଧ୍ୟାନ ଭାଙ୍ଗି ଯାଇଛି। ତ ସେତେବେଳେ କ'ଣ ଡିନର ସମୟ ଆସିଛି। ଡିନର ସମୟରେ ଯେଉଁ ଟ୍ରେନ୍ରେ ସେ ବସିବା ଖାଦ୍ୟର ମହକ ତାଙ୍କ ନାକରେ ବାଜିଯାଇଛି। ନନ୍ଦତୁଲାର ଧ୍ୟାନ ମଧ୍ୟ ଭାଙ୍ଗି ଯାଇଛି। ତା'ର ନାକରେ ବାଜିଲା ତୀବ୍ର ଗନ୍ଧ, ତାହା ଥିଲା କଡ଼ା। ତ ଆଲକୋହଲ କି ଡ୍ରିଙ୍କସ୍ ସେତିକି ବେଳେ ଡାହାଣ ପାଖରୁ ଶିଖ ଭଦ୍ରଲୋକଙ୍କ ତ କ'ଣ ହୋଇଛି, ଶିଖ ଭଦ୍ର ମହିଳାଙ୍କ ମନ୍ତବ୍ୟ ଶୁଣାଗଲା ହେଲା। ତ ଏଇଟା କ'ଣ ମନ୍ତବ୍ୟ ଶୁଣାଗଲା। ଡିନର ସହିତ
ହାର୍ଡ ଡ୍ରିଙ୍କ୍ସ ମୋର ଚଲେ କିଛି ମାଇଣ୍ଡ କରିବେ ନାହିଁ ନିଶ୍ଚୟ। ତ ନନ୍ଦଦୁଲାଲ କିଛି କହିଲା ନାହିଁ। ଆନ୍ତର୍ଜାତିକ ଚଳନରେ ବିଭିନ୍ନ ରୁଚି ଓ ବିଭିନ୍ନ ସମ୍ପ୍ରଦାୟର ସହିତ ସହାବସ୍ଥାନରେ ସେ ବିଶ୍ୱାସ କରେ। ସେ ତାଙ୍କୁ ପଚାରିଲେ ଆପଣ ଇଣ୍ଡିଆ ଫେରୁଛନ୍ତି କି? ନିଶ୍ଚୟ। ତ କିନ୍ତୁ ଉତ୍ତର ପାଇ ତାର ମଞ୍ଜ କମ୍ପିଗଲା। ତ ଇଣ୍ଡିଆ କେଉଁଟା ମାନେ ସେ ଜାଣିପାରିଲା ନାହିଁ। ତ କେଉଁ ଇଣ୍ଡିଆ ବୋଲି ସେ ପଚାରୁଛନ୍ତି ନନ୍ଦଦୁଲାଲ ଯେଉଁ ସିଟ୍ରେ ପାଖ ବସିଥିଲେ ସିଏ। ତ ସହଯାତ୍ରୀ ତୀବ୍ର ଉପହାସରେ ଜୀବନ ଫେରାଇଲେ ମୁଁ ଯାଉଛି ଖଲିସ୍ତାନ ମୋ ଜନ୍ମଭୂମି। ତ ଏଇଠି ଗୋଟେ କୋଶ୍ଚିନ୍ ଆସିପାରେ ହେଲା। ତ ଯେଉଁ ନନ୍ଦଦୁଲାଲ ପାଖରେ ଯେଉଁ ବସିଥିଲେ ଯେଉଁ ଦାଢ଼ିବାଲା ସେ କେଉଁ ସହରର ସେ ମାନେ ଲୋକଟିଏ ବୋଲି ପ୍ରଶ୍ନ ଆସିପାରେ। ତ ସେ ହେଉଛନ୍ତି ଖଲିସ୍ତାନର ହେଲା। ଖଲିସ୍ତାନ ମୋ ଜନ୍ମ ବୋଲି ସେ କହୁଛନ୍ତି। ତ ଏୟାର ହୋଷ୍ଟେସ୍କୁ ନନ୍ଦଦୁଲାଲକୁ ଯେତେବେଳେ ପଚାରିଲେ ନନଭେଜ୍ ସେ ତ ଦେଖ ସେ ତ କ୍ଷଣେ ତ ମନା କରିଦେଲା ମାନେ ନନଭେଜ୍ କହିବାରୁ ସେ ମନା କରିଦେଇଛନ୍ତି କି ନନ୍ଦଦୁଲାଲ। ତ ନମ୍ର ଗଳାରେ ସେ କହିଲା ମୁଁ ପୂର୍ବରୁ ଟିକେଟ୍ ରିଜର୍ଭେସନ୍ ସମୟରୁ ମୁଁ ମୋର ଫୁଡ଼୍ ଚାହିଦା ଓ ଆପଣଙ୍କ କମ୍ପାନୀକୁ ଜଣାଇ ସାରିଛି। ଦୟାକରି ମୋ ପାଇଁ ଗୋଟିଏ ହିନ୍ଦୁ ମିଲ୍ସ ସର୍ଭେ କରନ୍ତୁ ବୋଲି ଏଟା ନନ୍ଦଦୁଲାଲ କହିଛନ୍ତି। ପରେ ସେ ଏୟାର ହୋଷ୍ଟେସ୍କୁ ନନ୍ଦଦୁଲାଲଙ୍କ ପାଇଁ ଗୋଟିଏ ହିନ୍ଦୁ ମିଲ୍ସ ଟ୍ରେ ଆଣିଦେଲେ। ସେଥିରେ ଯାହା ଥିଲା ତାକୁ ଦେଖି ପଡ଼ୋଶୀ ଶିଖ ଯାତ୍ରୀ ଉପହାସ କରି ମନ୍ତବ୍ୟ ଦେଲେ ହିନ୍ଦୁମାନେ ଗ୍ରାସ ବା ଇଟରସ୍ ବୋଲି ଯାହା କହନ୍ତି ତାହା ତେବେ ଅକ୍ଷରେ ଅକ୍ଷରେ ମଧ୍ୟ ସତ୍ୟ ବୋଲି କୁହାଯାଏ। ତ ଆଉ ଟିକେ ରହିଲା ପରବର୍ତ୍ତୀ ସମୟରେ କ'ଣ କୁହାଯାଇଛି ଦେଖିବା ହେଲା। ଦେଖ ଡିନର୍ ସରିବା ପରେ ଯେତେବେଳେ ତାଙ୍କର ଡିନର୍ ସରିଲା ସେ ହିନ୍ଦୁ ମିଲ୍ସ ମଗାଇଥିଲେ। ହିନ୍ଦୁ ମିଲ୍ସ ସାରିକି ସେ ଡିନର୍ ସରିବା ପରେ ସମସ୍ତେ ଶୋଇବା ପାଇଁ ତତ୍ପର ହେଲେ ଯେଉଁ ଏରୋପ୍ଲେନ୍ରେ। ତ ଜିପିଏସ୍ ସ୍କ୍ରିନ୍ରେ ଦେଖାଯାଇଥିଲା ପ୍ଲେନ୍ଟି ଆମେରିକା ଭୂଭାଗ ଛାଡ଼ି ପ୍ରବେଶ କରିଥାଏ। ଉତ୍ତର ଆଣ୍ଟାର୍କଟିକା ମହାସାଗର ଉପର ବା 35,000 ଫୁଟ ଉଚ୍ଚ ବାୟୁମଣ୍ଡଳରେ ସ୍ପିଡ୍ ଘଣ୍ଟା ପ୍ରତି 900 କିଲୋମିଟର ତାଙ୍କର ଯେଉଁ ଜିପିଏସ୍ରେ ସେ ଦେଖୁଛନ୍ତି। ତ ତଳେ ଦିଶୁଥିବା ସମୁଦ୍ରଟା ଅଗଭୀର ବୋଲି ଛବିରୁ ଜାଣିଲା ପରେ ନନ୍ଦଦୁଲାଲର ମନସ୍ତାତ୍ତ୍ୱିକ ଭାବେ ନିଜକୁ ଅସ୍ୱସ୍ଥ ମନେ କଲା। ତ ମୃତ୍ୟୁ ଭୟ ନନ୍ଦଦୁଲାଲର ଆଉ ରହିଲା ନାହିଁ। ଶୋଇବା ଅବସ୍ଥାରେ ସହଯାତ୍ରୀ ବୁର୍ଖା ପିନ୍ଧା ନାରୀଟିଏ ମୁଣ୍ଡ ଢଳି ପଡ଼ିଛି ନନ୍ଦଦୁଲାଲର କାନ୍ଧ ଉପରକୁ। ସେ କ'ଣ କରିବ କିଛି ସ୍ଥିର କରିପାରିଲା ନାହିଁ। ସେମିତି ନିଜ ସିଟ୍ରେ ପଡ଼ିଥିବା ଏକ ସ୍ୱାଭାବିକ ସଂଯମ ଓ ସଂଯତ ପଣିଆ ତାର ଚରିତ୍ରଗତ ଭଦ୍ରମହିଳାଙ୍କ ନିଦ ଭାଙ୍ଗିବାରୁ ସେ ନନ୍ଦଦୁଲାଲ କାନ୍ଧ ଉପରୁ ମୁଣ୍ଡ ଉଠାଇ ଦେଲେ। ତ ଏଇଟା ବୁଝିପାରିଲେ। ତ ଯେତେବେଳେ ସବୁ ରାତ୍ରି ସମୟ ଆସିଲା, ରାତ୍ରି ସମୟରେ ସମସ୍ତେ ଶୋଇପଡ଼ିଲେ। ଶୋଇବା ପରେ ଦେଖନ୍ତୁ କ'ଣ ହେଇଛି ନା, ଶୋଇବା ପରେ କ'ଣ ହେଇଛି ଏଠାରେ ଯେଉଁ ବସିଥିବା ସବୁ ଭଦ୍ର ମହିଳା ଯେଉଁ ବୁର୍ଖା ପିନ୍ଧା ମହିଳା ଯେଉଁ ନନ୍ଦଦୁଲାଲଙ୍କ ତାଙ୍କ ସିଟ୍ ତାଙ୍କ କାନ୍ଧରେ ସେ ବସି ରହୁଥିଲେ କାନ୍ଧ ଉପରେ ମୁଣ୍ଡ ଏଠି ଦେଖ କାନ୍ଧ ଉପରେ ମୁଣ୍ଡକୁ ଉଠାଇ ଦେଲେ କାନ୍ଧ ଉପରେ ମୁଣ୍ଡ ରଖିକି ସେ ଶୋଇ ପଡ଼ିଥିଲେ ହେଲା। କିନ୍ତୁ ଯେତେବେଳେ ଏଇସବୁ ଗୋଟାଏ ତ ଭଦ୍ର ମହିଳାଙ୍କ ମୁହଁ ଦେଖି ସାରିଲା ପରେ ତାକୁ ଲାଗିଲା ଏସବୁ ଗୋଟାଏ ଚାଲ, ଏଇସବୁ ଗୋଟିଏ ଚାଲ। ତ ବୋଧହୁଏ ଆମେରିକାରେ ରହୁଥିବା କୌଣସି ଜଣେ NRI ଝିଅଟି ନିଜର ତାଙ୍କ ଅଞ୍ଚଳରେ କୌଣସି ଜଣେ ବୈଷ୍ଣବ ଜମିଦାର ପରିବାରକୁ କୁମାର ବା କୁମାରୀ କନ୍ୟା ଇତ୍ୟାଦି ପରିଚୟ ଦେଇ ତାର ମାମୁଁଙ୍କ ନାଁରେ ପଠାଇଥିଲା ତା ନିଜ ଫଟୋ, ଯାହାକୁ ନନ୍ଦଦୁଲାଲ ପରେ ସେ ଲୋଡ଼୍ କରି ଲାପଟପ୍ରୁ ସେ ଲୋଡ଼୍ କରି କ'ଣ କରିଛି ନା ଲୋଡ଼୍ କରିଥିଲା ଏବଂ ତା ଲ୍ୟାପଟପ୍ରେ ସେହି ଚତୁରୀ ଝିଅଟି ବର୍ତ୍ତମାନ ତା ସହିତ ଏକ ପ୍ଲେନ୍ରେ ଇଣ୍ଡିଆ ଯିବା ବାହାନାରେ ଏକ ନାଟକ ରଚନା କରିଛି। ତ ଏକା ପ୍ଲେନ୍ରେ ଏକା ଧାଡ଼ିରେ ପାଖକୁ ପାଖ ଲାଗି ସିଟ୍ ଯୋଗାଡ଼ି ମଧ୍ୟ କରାଯାଇଛି। ସେପରିକି ଏହି ନାଟକୀୟ ପରିବେଶରେ ସେମାନଙ୍କର ଦେଖା ସାକ୍ଷାତ ହୋଇପାରିବାର ପୁରା ଗୋଟିଏ ମୁଭି ଷ୍ଟାଇଲ୍ରେ ଏଠାରେ ଲେଖିଛନ୍ତି କିଏ ଯେଉଁ ଗାଳ୍ପିକ ବୁଝିପାରିଲେ। ବହୁତ ସୁନ୍ଦର ଭାବରେ ଲେଖାଯାଇଛି। ଦେନ୍ କ'ଣ ହେଇଛି ଦେଖିବା। ଦେନ୍ ଦେଖନ୍ତୁ ବୁର୍ଖା ପିନ୍ଧା ମୁସଲିମ ମହିଳା ଏବଂ ତା ପାଇଁ ଠିକ୍ ହୋଇଯାଇଥିବା କନ୍ୟାପାତ୍ରୀଙ୍କ ମୁହଁ ଦେଖିବାକୁ ଏକା ଭଳି ହେଲା। ଯେଉଁ ଫଟୋ ପଠାଇଥିଲେ ହେଲା, ଯେଉଁ ଘର ଲୋକ ଯେଉଁ ଫଟୋଟା ପଠାଇଥିଲେ ଏବଂ ଯେଉଁ ବୁର୍ଖା ପିନ୍ଧା ମହିଳା ଯେଉଁ ପାଖ ସିଟ୍ରେ ବସିଛନ୍ତି ତାଙ୍କୁ ଦେଖିବା ପୁରା ମୁହଁ ଦେଖିବାକୁ ପୁରା ଏକା ଭଳି ସେମ୍ ଦିଶୁଥିଲା। ତ ନନ୍ଦଦୁଲାଲ ମନକୁ କ'ଣ କହିଲା, ଭୟଙ୍କର ଆନ୍ଦୋଳିତ କରୁଥାଏ ଯେ ସେଇ ସମ୍ଭାବନାଟା ବୁର୍ଖା ପିନ୍ଧା ମହିଳାଙ୍କୁ ତା ସହିତ ଛଳନା କରୁଛି ବୋଲି ସେ ମନେ ମନେ କେତେ କଥା ଭାସି ସାରିଥାଏ। ତ NRI ସ୍ତ୍ରୀ ଲୋକଟି ବୁର୍ଖାକୁ ଗୋଟିଏ କାମ୍ୟୁଫ୍ଲାଜ୍ କରି ତା ସହିତ ଅଭିନୟ କରୁଛି କେବଳ ବୋଲି ସେ ଭାବୁଛି। ତ ନନ୍ଦଦୁଲାଲ ଯେତେବେଳେ ଜାଣିଲେ ଯେ କମ୍ପ୍ୟୁଟର ସ୍କ୍ରିନ୍ରେ ଛବି ବା ପ୍ଲେନ୍ରେ
ତା ପାଖରେ ସିଟ୍ରେ ବସିଥିବା ସେଇ ମାୟାବିନୀ ନାରୀ ଉଭୟ ଥିଲେ ଏକ ଭିନ୍ନ। ବୁଝିପାରିଲେ? ତ ଯେଉଁ ନାରୀ ଥିଲେ ମାନେ ଦୁଇ ଜଣ ସମାନ ଥିଲେ, ଯେଉଁ ବୁର୍ଖା ପିନ୍ଧା ମହିଳା ଆଉ ଯେଉଁ ଫଟୋ ପଡ଼ିଥିଲେ ସମାନ ଏକା ଭଳି ଦେଖୁଥିଲେ। ତ ଦୃଢ଼ ନିଶ୍ଚିତ ହେବା ପାଇଁ ସେ ନିଃସଙ୍କୋଚରେ ମହିଳାଙ୍କୁ ପଚାରିଲେ, ଆପଣଙ୍କର ନାଁ ରାଜେଶ୍ୱରୀ ନିଶ୍ଚୟ ବୋଲି ଏଠାରେ ବୁର୍ଖା ପିନ୍ଧା ମହିଳା ପଚାରିଲେ। ଏତେ ସମୟ ମୋ ପାଖରେ ଛଳନା କରୁଥିଲେ ଯେ କାହିଁକି? ଆପଣ କ'ଣ ଆମେରିକାର ଜଣେ NIR ବା NRI? ଆପଣଙ୍କ ଫଟୋ ଏଇ ନା ବୋଲି କିଏ ନନ୍ଦଦୋଲା ଦେଖିଛନ୍ତି ଯେଉଁ ବୁର୍ଖା ପିନ୍ଧା ମହିଳାଙ୍କୁ। ତ ଲାପଟପ୍ରେ ଝଲସିଥିବା ନାରୀର ଛବିକୁ ଦେଖାଇ ପଚାରିଲେ ନନ୍ଦଦୋଲା ପ୍ରଶ୍ନର ଉତ୍ତର ଦେଇ ଭଦ୍ର ମହିଳା ଜଣକ କହିଲେ, ଯୁବକ ତୁମେ ନିଶ୍ଚୟ କିଛି ଭୁଲ ଅନୁମାନ କରିନାହିଁ। ଏ ଫଟୋ ମୋର, କିନ୍ତୁ ତୁମେ ମୋ ଫଟୋକୁ ବା ତୁମେ ମୋ ଫଟୋଗ୍ରାଫକୁ କେତେବେଳେ ଚୋରି କଲ ବୋଲି ଏଠାରେ ଯେଉଁ ପାଖରେ ବସିଥିବା ବୁର୍ଖା ପିନ୍ଧା ନାରୀଟିଏ ମାନେ ଏଠାରେ ବିରୋଧ କରୁଛନ୍ତି। କାହାକୁ କରୁଛନ୍ତି? ନନ୍ଦଦୋଲାକୁ। ତୁମେ ତ ଜଣେ ଆନ୍ତର୍ଜାତିକ ଦସ୍ୟୁଠାରୁ କୌଣସି ଗୁଣରେ କମ୍ ନୁହେଁ ଦେଖୁଛି। ଭଦ୍ର ମହିଳା ନନ୍ଦଦୋଲାଙ୍କ ବିରୋଧରେ କ'ଣ ନେଦରଲ୍ୟାଣ୍ଡ କୋର୍ଟରେ ନାସିକ୍ କରିବେ ବୋଲି କହିଲେ ହେଲା। ତ ନନ୍ଦଦୋଲା ସବୁ ସତ୍ୟ କଥା କହିବାର ପରେ ଭଦ୍ରମହିଳା ଜଣକ ନିଜର ପରିଚୟ ଦେବା ପାଇଁ ସେ ପାସପୋର୍ଟକୁ ନନ୍ଦଦୋଲାର ହାତକୁ ବଢ଼ାଇ ଦେଇଛନ୍ତି ଏବଂ ପାସପୋର୍ଟକୁ ଦେଖିବା ପରେ ନନ୍ଦଦୋଲା ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି। ମହିଳା ଜଣକ ଓ କ'ଣ ଅଜର ବୈଜାନ ଦେଶର। ଆଉ ଏଇଠି କ୍ୱେଶ୍ଚିନ୍ ଆସେ, ଯେଉଁ ମହିଳା ଜଣକ ବୁର୍ଖା ପିନ୍ଧା ମହିଳା ଜଣକ ସେ କେଉଁ ଦେଶର? ଅଜର ବୈଜାନ ଦେଶର ଜଣେ ସେ ମହିଳା ବ୍ୟକ୍ତି। ତ ତାଙ୍କର ବୟସ କେତେ? ଏଇ କ୍ୱେଶ୍ଚିନ୍ ତାଙ୍କର ବୟସ 110। ଏଇଟା କ'ଣ ଲେଖା ଅଛି? ହଁ 110 ହେଲା। ତାଙ୍କର ବୟସ 110 ବର୍ଷ। ଦେଖ ଏ କ୍ୱେଶ୍ଚିନ୍ ଆସିପାରେ ତାଙ୍କର ବୟସ କେତେ ଥିଲା? 110 ବର୍ଷ, ଯେଉଁଟାକି ଅଜର ବୈଜାନ ଦେଶର ଲୋକମାନଙ୍କ ବହୁତ ଦିନ ବଞ୍ଚିଥାନ୍ତି ବୋଲି ନନ୍ଦଦୋଲା ଜାଣିବାକୁ ପାଇଲେ। ମାନେ ଦେଖନ୍ତୁ ତାଙ୍କ ବର୍ଷ ଏତେ ବୟସ ହେଇଛି କିନ୍ତୁ ତାଙ୍କର ବର୍ଷ ଦେଖ 110 ବର୍ଷ। ଆଉ ସେ ଭାବୁଛନ୍ତି ଅଜର ବୈଜାନ ଦେଶର କିଏ? ସେ ବୁର୍ଖା ପିନ୍ଧା ମହିଳା। ମାନେ ସେ ଲୋକମାନେ ଏତେ ଦିନ ବଞ୍ଚନ୍ତି ବୋଲି ଏଠାରେ କିଏ ନନ୍ଦଦୋଲା ମଧ୍ୟ ଜାଣିବାକୁ ପାଇଲା। ସେ ଯାହା ମନେ ମନେ ଭାବିଥିଲା ତାହା ସମ୍ପୂର୍ଣ୍ଣ ମିଥ୍ୟାରେ ପରିଣତ ହୋଇଥିଲା। ଗାଳ୍ପିକ ନନ୍ଦଦୋଲା ଚରିତ୍ର ମାଧ୍ୟମରେ ମନ ବିଶ୍ଳେଷଣ କରିବା ସହିତ ଐତିହାସିକ ସନ୍ଧାନ କରିଛନ୍ତି। ଅଜିର ବୈଜାନୀ ମାନଙ୍କର ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି ଗୋଟିଏ ନୂତନ ତଥ୍ୟ ପାଠକମାନଙ୍କୁ ପରିବେଷଣ କରିଛନ୍ତି। ମୃତ୍ୟୁ ଭୟ କିପରି ମଣିଷକୁ ବ୍ୟକ୍ତିବ୍ୟସ୍ତ କରିବା ପକାଇ ବା ତା'ର ଏକ ନିଖୁଣ ଚିତ୍ର ଗାଳ୍ପିକ ପାଠକମାନଙ୍କୁ ପ୍ରଦାନ କରିଛନ୍ତି। କଳାପର୍ଦ୍ଦାର ଆରପଟେ ଯେ ଏତେ ତଥ୍ୟ ବହୁ ସମ୍ଭାବନା ଲୁଚି ରହିଛି ତା ଜାଣି ବାବା ପାଠକର ଉତ୍କଣ୍ଠା ବଢ଼ିଯାଇଛି। ତ ଏହା ଥିଲା ଦେଖନ୍ତୁ ମାନେ କଳା ପର୍ଦ୍ଦାର ଆରପଟେ ହେଲା। ତ କଳା ପର୍ଦ୍ଦାର ଆରପଟେ ବହୁତ ବଢ଼ିଆ ଇଣ୍ଟରେଷ୍ଟିଂ ମାନେ ଗଳ୍ପଟି ଆପଣଙ୍କୁ ଆଶା କରୁଛୁ ବୁଝିପାରିଥିବେ। ଏ ଗଳ୍ପଟି ଲେଖିଛନ୍ତି କି ଶାନ୍ତନୁ କୁମାର ଆଚାର୍ଯ୍ୟ ହେଲା। କ୍ୱେଶ୍ଚିନ୍ ଆସିଲା ମାନେ ନିହାତି ଭାବରେ ଲଙ୍ଗ କ୍ୱେଶ୍ଚିନ୍ କରି ଲେଖିବେ। ଆଉ ଭିଡ଼ିଓକୁ ସମସ୍ତେ ଲାଷ୍ଟ ଦେଖିଥିବେ ତାହେଲେ ନିହାତି ଭାବରେ ଗୋଟେ ଲାଇକ୍ କରିବେ। ଚ୍ୟାନେଲକୁ ଆସିଲେ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିଦେବେ। ଆମେ ଯାହା ବି ଲଙ୍ଗ କ୍ୱେଶ୍ଚିନ୍ ଆଗକୁ କହୁଛି ଆମେ ଡିସ୍କସନ୍ କରିବା ହେଲା। ରହିଲି, ଧନ୍ୟବାଦ।